ଆଜ୍ଞା ଜଣେ ସନସାଇନ୍ ପବ୍ଲିକ ସ୍କୁଲର ଜଣେ ପ୍ରିନ୍ସିପାଲ କୁ ମାରିକି ପୋତିକି ନିଆଁରେ ଜାଲି ଦେଇକି ପୋତି ଦିଆଯାଇଛି। ଆଉ ଜଣେ ନିର୍ଦ୍ଦୋଷ ଯିଏ ସରଳ ବ୍ୟକ୍ତି ଯିଏ ଅଞ୍ଚଳର ସବୁବେଳେ ଲୋକଙ୍କର ସମସ୍ୟା ସମାଧାନ କରି ଆସୁଥିବା ଅଞ୍ଚଳର ସବୁବେଳେ ଶିକ୍ଷା ପ୍ରତି ସାମାଜିକ ପ୍ରତି ଯିଏ ଧ୍ୟାନ ଦେଇକରି ଉନ୍ନତି କରୁଥିବା ଯେ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପୂର୍ବ ସରକାର ପୁଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ଜେଲ ଭିତରେ ଦିବା କାଳରେ ଆପଣଙ୍କର ଗୋଟେ ଖୁଲମଖୁଲା ଭାବରେ ଗୋଟେ ହତ୍ୟା କରାଯାଇଛି। ସେଇ ହତ୍ୟା ସେଟା ହତ୍ୟା ହିଁ କରାଯାଇଛି ଏବଂ ସେମାନେ ଗୋଟେ ଷ୍ଟୋରି ବନେଇଲେ ଯେ ସେମାନେ ସୁଇସାଇଡ୍ କଲେ ବୋଲି, ଯାହା ମୁଁ ଧନ୍ୟବାଦ ଦେବି ସ୍ୱର୍ଗତ ଗୋବିନ୍ଦ ସାହୁଙ୍କର ଜଣେ ବିଜ୍ଞ, ସେ ଜଣେ ଓକିଲ, ସେ ଜଣେ ଅଞ୍ଚଳର ବହୁତ ଉନ୍ନତି କରିଛନ୍ତି ସ୍ୱର୍ଗତ ଗୋବିନ୍ଦ ସାହୁ ଏବଂ ତାଙ୍କର ଯିଏ ଝିଅ ଅଛନ୍ତି ଲିପିକା ସାହୁ ଏବଂ ତାଙ୍କର ଧର୍ମପତ୍ନୀ ସୁଷମା ସାହୁ ମଧ୍ୟ ଆସିଛନ୍ତି ଏବଂ ନୂତନ ସରକାର ବିଜେପି ସରକାର ମୋଦି ସରକାର ନୂତନ ସରକାର ମୋହନ ମାଝୀ ସରକାରଙ୍କ ଉପରେ ସେମାନେ ଆସ୍ଥା ବିଶ୍ୱାସ ରଖି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଆମର ପୂର୍ବତନ ମନ୍ତ୍ରୀ ମାନ୍ୟବର ଆପଣ ପ୍ରଦୀପ୍ତ କୁମାର ନାୟକ ମହୋଦୟ ଥିଲେ, ଆମର ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଯିଏ ଥିଲେ ମନୋଜ କୁମାର ମେହେର ଥିଲେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆପଣଙ୍କର ଭବସିନ୍ଧୁ ମହାରାଜ ମହୋଦୟ ଥିଲେ, ତାଙ୍କର ମାମାଙ୍କର ପୁଅ ଯେ ମନୋଜ କୁମାର ସାହୁ ଯେ ଡେଡ୍ ବଡି ଇନକ୍ୱେଷ୍ଟ ଟାଇମରେ ସେ ନିଜେ ଥିଲେ। ନିଶ୍ଚିତ ଭାବରେ ଆଜ୍ଞା ସନ୍ଦେହ ନାହିଁ ଗୁଣ୍ଡା ଶାସନ ଚାଲୁଥିଲା, ଯୋଉଠି ଯାହାକୁ ପାରିଲେ ବମ୍ ଫିକି ଦଉଥିଲେ, ଯୋଉଠୁ ଆପଣ ଜାଣିଥିବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ବୋମା ଫିକିଥିଲେ ସେମାନେ। ସରକାରଙ୍କର ବିଭିନ୍ନ ଗୁଡାକ ଭଲ ପଦକ୍ଷେପ ଦେଖିକରି ସ୍ୱର୍ଗତ ଗୋବିନ୍ଦ ସାହୁଙ୍କର ପରିବାର ହିଁ ମାନେ ନ୍ୟାୟ ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ପାଖରେ ଆସିଛନ୍ତି। ଆଉ ନିଶ୍ଚିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ନିଶ୍ଚିତ ଭାବରେ ଏହି କେସର ନିରପେକ୍ଷ ଭାବରେ ତଦନ୍ତ କରାଯିବ। ଆଜ୍ଞା ମତେ ମୁଁ ଚେୟାରମ୍ୟାନ ପିରିୟଡରେ ଆପଣମାନେ ଜାଣିଥିବେ ବିଜେଡି ସରକାର ଦୁଇ ଥର ଫଲ୍ସ କେସରେ ମତେ ଜେଲ୍ ପଠେଇছে। ଏହି ଚେୟାରମ୍ୟାନ ପିରିୟଡରେ ମୁଁ ଚେୟାରମ୍ୟାନ ଥିଲି, ଗୋଟେ ଥର ଫଲ୍ସ ଇନ୍ସୁରାନ୍ସ କେସରେ ଜେଲ୍ ପଠେଇଲେ, ଯାହା ମାନ୍ୟବର ହାଇକୋର୍ଟ ସେଟା ନିର୍ଦ୍ଦେଶ ଖଲାସ କଲେ ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବବି ଦାସ ଯିଏ ବିଜୁ ଜନତା ଦଳର ସଂଗଠକ ସମ୍ପାଦକ ଥିଲେ, ସେ ନିଜେ ମତେ ଏଠି ଡାକିଲେ, ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟେଶନ ମିଶ୍ର ପଠେଇଲେ, ଏଠୁ ମତେ ଭିଜିଲାନ୍ସ ଦ୍ୱାରା ଗିରଫ କରାଇଲେ। ଆୟ ବହିର୍ଭୂତ କେସରେ କିଛି ସମ୍ପତ୍ତି ନଥିଲା। ଆଜ୍ଞା ଜେଲ୍ ଭିତରେ ଜଣକୁ ମାରି ଦିଆଯାଇଛି ଆଜ୍ଞା, ଗୋଟେ ଝିଅକୁ କାଟି ବିଖଣ୍ଡିତ କାଟି ସେଠି କଣ ରାଜନୀତି ରାଜନୀତି କଥା ଆସିବ ନାହିଁ। ଆଜ୍ଞା ରେଗୁଲାର ଯାଉଥିଲେ ଆଜ୍ଞା, ଆପଣ ତାଙ୍କ ପରିବାର ବର୍ଗ କଣ କହୁଥିଲେ ଆପଣ ଜାଣିଛନ୍ତି। ପ୍ରକୃତ କଥା ହେଲା ଆଜ୍ଞା ମମିତା ମେହେର ପାଖରେ କୌଣସି ଅନୈତିକ ଭିଡିଓ ଥିଲା, ସେଇ ଭିଡିଓକୁ ବ୍ରେକ୍ କରିବା ପାଇଁ ଏଟା ମର୍ଡର କରାଯାଇଛି। ସେଟା ସିବିଆଇ ତଦନ୍ତ କଲେ କିମ୍ବା ନିରପେକ୍ଷ ଭାବରେ ତଦନ୍ତ କଲେ ସ୍ପଷ୍ଟ ଭାବରେ ଜଣାପଡିଯିବ, ଏଠି କିଛି ସନ୍ଦେହ ନାହିଁ।